ଏହି ତିନୋଟି କାରଣରୁ ଆପଣଙ୍କର ଯେଉଁ ରାସନ କାର୍ଡ଼ ରହିଛି ସେହି ରାସନ କାର୍ଡ଼ଟି କଟିଯିବ। ବର୍ତ୍ତମାନ ରାସନ କାର୍ଡ଼କୁ ନେଇ ଗୋଟେ ବହୁତ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯଦି ଆପଣଙ୍କ ପାଖରେ ରାସନ କାର୍ଡ଼ ରହିଛି ଏବଂ ସରକାରଙ୍କର ମାଗଣା ରାସନ ସାମଗ୍ରୀ ନେଉଛନ୍ତି ତାହେଲେ ଆପଣଙ୍କୁ ଏହି ଖବରଟିକୁ ଜାଣିବାକୁ ପଡ଼ିବ। କାହିଁକିନା କିଛି ନୂଆ ଲୋକଙ୍କୁ ନୂଆ ରାସନ କାର୍ଡ଼ ମିଳିବ, ତା ସହିତ ପୁରୁଣା ଲୋକଙ୍କର ଯେଉଁ ରାସନ କାର୍ଡ଼ ରହିଛି ସେହି ରାସନ କାର୍ଡ଼ ମଧ୍ୟ କଟିଯିବ। ତେବେ କେଉଁମାନଙ୍କର ରାସନ କାର୍ଡ଼ କଟିବ ଏବଂ କେଉଁମାନଙ୍କୁ ନୂଆ ରାସନ କାର୍ଡ଼ ମିଳିବ ଏହି ବିଷୟରେ ଆପଣମାନେ ପୁରା ଡିଟେଲ୍ ଜାଣିପାରିବେ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଥିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଏଇଠି ଆପଣମାନେ ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ ରାସନ କାର୍ଡ଼କୁ ନେଇ ଗୋଟେ ବହୁତ ବଡ଼ ଅପଡେଟ୍ ହୋଇଛି। ଖୁବ୍ ଶୀଘ୍ର ଆସିବ ନୂଆ ତାଲିକା। ରାସନ କାର୍ଡ଼ ପାଇପାରିବେ 8 ଲକ୍ଷ ନୂଆ ହିତାଧିକାରୀ। ଜାଣନ୍ତୁ କିଏ ପାଇପାରିବେ ଏବଂ କିଏ କଟିବେ। ଏଇଠି ଆପଣଙ୍କର ମନେ ପ୍ରଶ୍ନ ଉଠୁଥିବ ଯେ ନୂଆ ରାସନ କାର୍ଡ଼ କେଉଁମାନେ ପାଇବେ, ତା ସହିତ କେଉଁମାନଙ୍କର ରାସନ କାର୍ଡ଼ ସରକାର କାଟି ଦେଉଛନ୍ତି। ଦେଖନ୍ତୁ, ସରକାର ଯେଉଁମାନଙ୍କର ରାସନ କାର୍ଡ଼ କାଟୁଛନ୍ତି ତାଙ୍କ ପାଇଁ 3ଟି କାରଣ ରହିଛି। ସେହି 3ଟି କାରଣରୁ ଆପଣଙ୍କର ରାସନ କାର୍ଡ଼ଟି ହୁଏତ କଟି ଯାଇପାରେ। ପ୍ରଥମ ରହିଛି ଡୁପ୍ଲିକେଟ୍ ରାସନ କାର୍ଡ଼ଧାରୀ। ଯେଉଁମାନଙ୍କ ପାଖରେ ଡୁପ୍ଲିକେଟ୍ ରାସନ କାର୍ଡ଼ ରହିଛି ଆଉ ସେମାନେ ଯଦି ଏବେ ରାସନ ସାମଗ୍ରୀ ନେଉଛନ୍ତି ତାଙ୍କରି ରାସନ କାର୍ଡ଼ଟିକୁ ସରକାର ବନ୍ଦ କରିଦେବେ ଆଉ ସେମାନେ ସେହି ରାସନ କାର୍ଡ଼ରେ ଆଉ କୌଣସି ରାସନ ସାମଗ୍ରୀ ପାଇପାରିବେ ନାହିଁ। 2 ନମ୍ବରରେ ଦେଖନ୍ତୁ, ଯେଉଁମାନେ ଡେଥ୍ ହୋଇଯାଇଛନ୍ତି ଯଦି ଆପଣ ତାଙ୍କ ନାଁରେ ଯଦି ଏବେ ରାସନ ସାମଗ୍ରୀ ନେଉଛନ୍ତି ଯାହାକି ଭୂତ ରାସନ କାର୍ଡ଼ ବୋଲି କୁହାଯାଉଛି, ସେହି ଭୂତ ରାସନ କାର୍ଡ଼ରେ ଯେଉଁମାନେ ଏବେ ରାସନ ସାମଗ୍ରୀ ନେଉଛନ୍ତି ତାଙ୍କରି ନାଁ ମଧ୍ୟ ସରକାର କାଟିଦେବେ। ଏଥିପାଇଁ ସରକାର ଇ-କେୱାଇସି ପ୍ରୋସେସ୍ ଆରମ୍ଭ କରିଛନ୍ତି। ଯେଉଁମାନଙ୍କ ପାଖରେ ଭୂତ ରାସନ କାର୍ଡ଼ ରହିଛି ସେହି ଭୂତ ରାସନ କାର୍ଡ଼ ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ବୋଲି ସରକାରଙ୍କ ତରଫରୁ ଅପଡେଟ୍ ହୋଇଛି। 3 ନମ୍ବରରେ ଦେଖନ୍ତୁ, ଯଦି ଆପଣଙ୍କ ପାଖରେ 3 ହେକ୍ଟରରୁ ଅଧିକ ଯଦି ଜମି ରହିଛି ତାହେଲେ ଆପଣଙ୍କର ରାସନ କାର୍ଡ଼ଟି ବନ୍ଦ ହୋଇଯିବ। ଏ ନେଇ ନ୍ୟୁଜ୍ରେ ମଧ୍ୟ ଅପଡେଟ୍ ହୋଇଛି, ଯାହାକି ଆପଣଙ୍କୁ ମୁଁ ସ୍କ୍ରିନ୍ ମାଧ୍ୟମରେ ଦେଖାଇଦେଇଛି। ଦେଖନ୍ତୁ, ଏଇଠି କ'ଣ ଲେଖାଯାଇଛି, ଯଦି ଜଣେ ଚାଷୀଙ୍କ ନାଁରେ 3 ହେକ୍ଟରରୁ ଅଧିକ ଜମି ଅଛି ଓ ତାଙ୍କ ନାଁରେ ଯଦି ରାସନ କାର୍ଡ଼ ରହିଛି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତାଙ୍କର ଯେଉଁ ରାସନ କାର୍ଡ଼ ରହିଛି ସେହି ରାସନ କାର୍ଡ଼ଟିକୁ ସରକାର ବନ୍ଦ କରିଦେବେ। ଏହା ସହିତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ, ଯାହାକି କୁହାଯାଉଛି ଯେ ଯେତେ ଦିନ ପର୍ଯ୍ୟନ୍ତ ସେମାନେ ରାସନ ସାମଗ୍ରୀ ନେଇଛନ୍ତି ସେ ସବୁ ରାସନ ସାମଗ୍ରୀ ଫେରସ୍ତ କରିବାକୁ ପଡ଼ିବ। ଯେଉଁମାନେ ଏହି 3ଟି କାରଣ ଭିତରେ ଯାଉଛନ୍ତି ସେମାନଙ୍କର ରାସନ କାର୍ଡ଼ଟି ସରକାର କମ୍ ଦିନ ଭିତରେ କାଟିଦେବେ ବୋଲି ଅପଡେଟ୍ ହୋଇଛି। ଏହା ସହିତ ଆଉ ଗୋଟିଏ ଖୁସି ଖବର ରହିଛି, ଯେଉଁମାନେ ନୂଆ ରାସନ କାର୍ଡ଼ ପାଇବା ପାଇଁ ଆବେଦନ କରିଛନ୍ତି ଏବଂ ଯେଉଁମାନେ ତାଙ୍କର ଯେଉଁ ରାସନ କାର୍ଡ଼ ରହିଛି ସେହି ରାସନ କାର୍ଡ଼ରେ ନୂଆ ମେମ୍ବରକୁ ଆଡ଼୍ କରିବା ପାଇଁ ଆବେଦନ କରିଥିଲେ ତାଙ୍କରି ପାଇଁ ଖୁସି ଖବର ରହିଛି, ଯାହାକି ସେମାନେ କମ୍ ଦିନ ଭିତରେ ନୂଆ ରାସନ କାର୍ଡ଼ ପାଇପାରିବେ। ଏ ନେଇ ମାନ୍ୟବର ଖାଦ୍ୟ ଯୋଗାଣ ମନ୍ତ୍ରୀ ଯାହାକି କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏ ନେଇ ନ୍ୟୁଜ୍ରେ ମଧ୍ୟ ଅପଡେଟ୍ ଆସିଯାଇଛି। ଏଇଠି ଆପଣ ସ୍କ୍ରିନ୍ ମାଧ୍ୟମରେ ଦେଖିପାରୁଥିବେ। ଦେଖନ୍ତୁ, ଏହି ନ୍ୟୁଜ୍ରେ କ'ଣ ଲେଖାଯାଇଛି, ରାସନ କାର୍ଡ଼ ଆବେଦନ କରିଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର। ମାସକ ମଧ୍ୟରେ ହିତାଧିକାରୀଙ୍କୁ ମିଳିପାରିବ ନୂଆ ରାସନ କାର୍ଡ଼। ପ୍ରାୟ 8 ଲକ୍ଷ ନୂଆ ହିତାଧିକାରୀ ନୂଆ ରାସନ କାର୍ଡ଼ ପାଇପାରନ୍ତି। ଏନେଇ ରାଜ୍ୟ ସରକାରଙ୍କର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି। ତେବେ ଯେଉଁମାନେ ନୂଆ ରାସନ କାର୍ଡ଼ ପାଇଁ ଆବେଦନ କରିଥିଲେ ସେମାନେ କମ୍ ଦିନ ଭିତରେ ନୂଆ ରାସନ କାର୍ଡ଼ ପାଇପାରିବେ। ଏହା ସହିତ ଆପଣଙ୍କୁ ମୁଁ କହିଦେଉଛି, ଯେଉଁମାନଙ୍କ ପାଖରେ ଏପର୍ଯ୍ୟନ୍ତ ନୂଆ ରାସନ କାର୍ଡ଼ ନାହିଁ ତା ସହିତ ନୂଆ ମେମ୍ବରକୁ ଏଯାଏଁ ଯଦି ଆପଣ ଆଡ଼୍ କରିନାହାନ୍ତି ଆପଣଙ୍କ ରାସନ କାର୍ଡ଼ରେ ତାହେଲେ ଖୁବ୍ ଶୀଘ୍ର ଆବେଦନ କରିଦିଅନ୍ତୁ। କାହିଁକିନା ଆପଣ ଯଦି ଏବେଠାରୁ ଆବେଦନ କରିଦେବେ ମାସେ ଭିତରେ ନୂଆ ରାସନ କାର୍ଡ଼ର ଲିଷ୍ଟ ଆସିଯିବ। ତା ସହିତ ଆପଣଙ୍କର ନାଁ ବି କମ୍ ଦିନ ଭିତରେ ନୂଆ ରାସନ କାର୍ଡ଼ରେ ଆଡ଼୍ ହୋଇଯିବ ଏବଂ ଆପଣ ଗୋଟେ ନୂଆ ରାସନ କାର୍ଡ଼ ପାଇପାରିବେ। ଠିକ୍ ଅଛି, ଏ ଥିଲା ଆପଣମାନଙ୍କ ପାଇଁ ରାସନ କାର୍ଡ଼କୁ ନେଇ ଗୋଟେ ବହୁତ ବଡ଼ ଅପଡେଟ୍। ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରିବେ ଏବଂ ଗଭର୍ଣ୍ଣମେଣ୍ଟର ଯେକୌଣସି ନୂଆ ଯୋଜନାର ଅପଡେଟ୍ ଆପଣମାନେ ଜାଣିବାକୁ ଚାହୁଁଥିଲେ ଏହି ଚ୍ୟାନେଲଟିକୁ ଆପଣ ରେଗୁଲାର ଦେଖୁଥାନ୍ତୁ।